जय जगन्नाथ। तो वर्तमान ओसेपा तरफରୁ ଚିଠି ଆସିଯାଇଛି ନା ଅବକାଶକାଳୀନ ଗୃହ କାର୍ଯ୍ୟ ସମ୍ବନ୍ଧରେ ଯାହାର ନାଁ ରଖାଯାଇଛି ସମର୍ ଲର୍ଣ୍ଣିଂ ପ୍ରୋଗ୍ରାମ୍। ତ ଚାଲନ୍ତୁ ସିଧାସଳଖ ଭିଡ଼ିଓଟିକୁ ଆରମ୍ଭ କରିବା। ତ ଏହି ସମର୍ ଲର୍ଣ୍ଣିଂ ପ୍ରୋଗ୍ରାମ୍ରେ ନା କ୍ଲାସ୍ 1 ଟୁ କ୍ଲାସ୍ 8 ଯାଏଁ ସମସ୍ତ ପିଲାଙ୍କୁ ନା ଆସାଇନମେଣ୍ଟ ଦିଆଯିବ। ଆସାଇନମେଣ୍ଟ କେମିତିକା ନା ଦେଖନ୍ତୁ, ଆସାଇନମେଣ୍ଟ ଉଭୟ ଅଡ଼ିଓ ଭିଜୁଆଲ୍ ଥିବ, ଅଡ଼ିଓ ବି ଥିବ, ଭିଡ଼ିଓ ବି ଥିବ କଣ୍ଟେଣ୍ଟଟା ମନେ ରଖନ୍ତୁ। ତ ସିଧାସଳଖ ଆରମ୍ଭ କରିବା ଭିଡ଼ିଓଟି। ଦେଖନ୍ତୁ ଆସାଇନମେଣ୍ଟଟା ଦେଖନ୍ତୁ ନା ସପ୍ତାହକୁ 2 ଥର ମନେ ରଖନ୍ତୁ, ସପ୍ତାହକୁ 2 ଥର ନା କ୍ଲାସ୍ 1 ଟୁ 3 ନା କ୍ଲାସ୍ 1 ଟୁ 3 ପିଲାଙ୍କୁ ନା ସପ୍ତାହକୁ 2 ଥର ଦିଆଯିବ ଆସାଇନମେଣ୍ଟ ୱାର୍କ। ଆଉ ସପ୍ତାହକୁ 3 ଥର ନା କ୍ଲାସ୍ 5 ଟୁ 8 ପିଲାକୁ ସପ୍ତାହକୁ 3 ଥର ଆସାଇନମେଣ୍ଟ ୱାର୍କ ଦିଆଯିବ। ଏଠିରେ ମେନସନ୍ ନାହିଁ ଯେ କେଉଁ ଦିନ ଦିଆଯିବ, ତା'ର ମେନସନ୍ ନାହିଁ, କିନ୍ତୁ ସପ୍ତାହକୁ 2 ଥର କ୍ଲାସ୍ 1 ଟୁ 3 ପିଲାକୁ ଦିଆଯିବ ଆସାଇନମେଣ୍ଟ ୱାର୍କ। ଆଉ ସପ୍ତାହକୁ 3 ଥର ନା କ୍ଲାସ୍ 5 ଟୁ 8 ପିଲାକୁ ଦିଆଯିବ। କ୍ଲାସ୍ 1 ଟୁ 3ରେ କ'ଣ କ'ଣ ସବଜେକ୍ଟ ରହିବ ନା ଓଡ଼ିଆ, ମ୍ୟାଥ୍, ଇଭିଏସ୍ ରହିବ କ୍ଲାସ୍ 1 2 and 3 ପିଲାଙ୍କ ପାଇଁ। ଆଉ କ୍ଲାସ୍ 4 ଏବଂ 5 ପାଇଁ ରହିବ ଓଡ଼ିଆ, ମ୍ୟାଥ୍, ଇଭିଏସ୍ ଆଣ୍ଡ ଇଂଲିଶ। ଠିକ୍ ଅଛି। ସେଭଳି କ୍ଲାସ୍ 6 7 8 ପିଲାଙ୍କ ପାଇଁ କ'ଣ ସବଜେକ୍ଟ ରହିବ ଓଡ଼ିଆ, ମ୍ୟାଥ୍, ଇଭିଏସ୍, ସୋସିଆଲ ସାଇନ୍ସ, ସାଇନ୍ସ ଆଣ୍ଡ ଇଂଲିଶ। ଏସବୁ ସବଜେକ୍ଟ ନା କ୍ଲାସ୍ 6 7 8 ପିଲା ପାଇଁ ରହିବ। ତ ବର୍ତ୍ତମାନ ଦେଖନ୍ତୁ ନା ଯେଉଁ 45 ଦିନ ଆମର ସମର୍ ଭ୍ୟାକେସନ୍ ଅଛି ବା ଆମେ ଅବକାଶକାଳୀନ ଯେଉଁ ସମୟ ଅଛି ତାକୁ ନା 6ଟି ସପ୍ତାହରେ ଭାଗ କରାଯାଇଛି। ପାଖାପାଖି ଆମେ କହିପାରିବା 45 ଦିନ ହିଁ ହେଉଛି। 6ଟି ସପ୍ତାହ ୱିକ୍ 1, ୱିକ୍ 2, ୱିକ୍ 3, ୱିକ୍ 4, ୱିକ୍ 5 ଆଣ୍ଡ ୱିକ୍ 6। ତ କ୍ଲାସ୍ 1ରେ ଦେଖନ୍ତୁ, କ୍ଲାସ୍ 1ରେ ବା ଗ୍ରେଡ୍ 1ରେ ନା ପ୍ରଥମ ସପ୍ତାହରେ କେଉଁ ବିଷୟରେ ଆସାଇନମେଣ୍ଟ ଦେବା ନା ଭାଷା ଏବଂ ପରିବେଶର ଦେବା। ଦ୍ୱିତୀୟ ସପ୍ତାହରେ ଭାଷା ଏବଂ ଗଣିତର ଆସାଇନମେଣ୍ଟ ଦେବା। ତୃତୀୟ ସପ୍ତାହରେ ପରିବେଶ ପାଠ ଗଣିତର ଆମେ ଆସାଇନମେଣ୍ଟ ୱାର୍କ ଦେବା। ଚତୁର୍ଥ ସପ୍ତାହରେ ପରିବେଶ ପାଠ ଆଉ ଭାଷାର ଆସାଇନମେଣ୍ଟ ଦେବା। ପୁଣି ପଞ୍ଚମ ସପ୍ତାହରେ ଭାଷା ଆଉ ଗଣିତର ଆସାଇନମେଣ୍ଟ ୱାର୍କ ଦେବା। ଷଷ୍ଠ ସପ୍ତାହରେ ନା ଭାଷା ଆଉ ଗଣିତର ଆସାଇନମେଣ୍ଟ ଦିଆଯିବ। ଏଇଟା ହେଲା ଗ୍ରେଡ୍ 1 ପାଇଁ। ଗ୍ରେଡ୍ 2 ପାଇଁ ବା କ୍ଲାସ୍ 2 ପାଇଁ ନା ସପ୍ତାହ 1ରେ ଭାଷା ଏବଂ ଗଣିତର ଦିଆଯିବ। ସପ୍ତାହ 2ରେ ପରିବେଶ ପାଠ ଗଣିତର ଦିଆଯିବ। ସପ୍ତାହ 3ରେ ପରିବେଶ ପାଠ ଆଉ ଭାଷାର ଦିଆଯିବ। ଆଉ ସପ୍ତାହ 4ରେ ନା ଭାଷା ଆଉ ଗଣିତର ଦିଆଯିବ ଆସାଇନମେଣ୍ଟ ୱାର୍କ। ସପ୍ତାହ 5ରେ ଭାଷା ଆଉ ଗଣିତର ଦିଆଯିବ। ସପ୍ତାହ 6ରେ ପରିବେଶ ପାଠ ଆଉ ଗଣିତର ଦିଆଯିବ। ସେଇଭଳି କ୍ଲାସ୍ 3 ପାଇଁ ଦେଖନ୍ତୁ ନା କ୍ଲାସ୍ 3ରେ ପ୍ରଥମ ସପ୍ତାହରେ ଭାଷା ଆଉ ଗଣିତର ଦିଆଯିବ। ଦ୍ୱିତୀୟ ସପ୍ତାହରେ ପରିବେଶ ପାଠ ଆଉ ଭାଷାର ଦିଆଯିବ। ତୃତୀୟ ସପ୍ତାହରେ ପରିବେଶ ପାଠ ଆଉ ଗଣିତର ଦିଆଯିବ। ଚତୁର୍ଥ ସପ୍ତାହରେ ଭାଷା ଆଉ ଗଣିତ ଦିଆଯିବ। ପଞ୍ଚମ ସପ୍ତାହରେ ନା ପରିବେଶ ପାଠ ଆଉ ଭାଷାର ଦିଆଯିବ। ଆଉ ଷଷ୍ଠ ସପ୍ତାହରେ ପରିବେଶ ପାଠ ଆଉ ଗଣିତର ଦିଆଯିବ। ଏଇଟା ଥିଲା ନା ଗ୍ରେଡ୍ 3ର। ଏବେ ଗ୍ରେଡ୍ 4ର କଥା ଯଦି ଦେଖିବା ନା ଗ୍ରେଡ୍ 4ରେ ପ୍ରଥମ ସପ୍ତାହରେ ସାହିତ୍ୟ, ଗଣିତ, ସାମାଜିକ ବିଜ୍ଞାନର ଦିଆଯିବ। ଠିକ୍ ଅଛି। ଆଉ ସପ୍ତାହ 2ରେ ଗଣିତ, ବିଜ୍ଞାନ, ଇଂଲିଶର ଦିଆଯିବ। ସପ୍ତାହ 3ରେ ସାହିତ୍ୟ, ଗଣିତ, ସାମାଜିକ ବିଜ୍ଞାନର ଦିଆଯିବ। ସପ୍ତାହ 4ରେ ଗଣିତ, ବିଜ୍ଞାନ, ଇଂରାଜୀର ଦିଆଯିବ। ସପ୍ତାହ 5ରେ ନା ସାହିତ୍ୟ, ଗଣିତ, ସାମାଜିକ ବିଜ୍ଞାନର ଦିଆଯିବ। ସପ୍ତାହ 6ରେ ଗଣିତ, ବିଜ୍ଞାନ, ଇଂରାଜୀର ଦିଆଯିବ। ସେଇଭଳି ନା ଗ୍ରେଡ୍ 5ରେ ନା ପ୍ରଥମ ସପ୍ତାହରେ ସାହିତ୍ୟ, ଗଣିତ, ସାମାଜିକ ବିଜ୍ଞାନର ଦିଆଯିବ। ତାପରେ ସପ୍ତାହ 2ରେ ଗଣିତ, ବିଜ୍ଞାନ, ଇଂରାଜୀର ଦିଆଯିବ। ଆଉ ସପ୍ତାହ 3ରେ ନା ସାହିତ୍ୟ, ଗଣିତ, ସାମାଜିକ ବିଜ୍ଞାନର ଦିଆଯିବ। ତାପରେ ସପ୍ତାହ 4ରେ ନା ଗଣିତ, ବିଜ୍ଞାନ, ଇଂରାଜୀର ଦିଆଯିବ। ସେଇଭଳି ସପ୍ତାହ 5ରେ ସାହିତ୍ୟ, ଗଣିତ, ସାମାଜିକ ବିଜ୍ଞାନର ଦିଆଯିବ। ଆଉ ସପ୍ତାହ 6ରେ ଗଣିତ, ବିଜ୍ଞାନ, ଇଂରାଜୀର ଆସାଇନମେଣ୍ଟ ଦିଆଯିବ। ଏଇଟା ହେଲା ଗ୍ରେଡ୍ 5 ପାଇଁ। ତ ତାପରେ ଦେଖନ୍ତୁ ଗ୍ରେଡ୍ 6 ବା କ୍ଲାସ୍ 6ରେ ଦେଖନ୍ତୁ, କ୍ଲାସ୍ 6 ପାଇଁ ପ୍ରଥମ ସପ୍ତାହରେ ସାହିତ୍ୟ, ଗଣିତ, ସାମାଜିକ ବିଜ୍ଞାନର ଦିଆଯିବ। ଦ୍ୱିତୀୟ ସପ୍ତାହରେ ନା ଗଣିତ, ବିଜ୍ଞାନ, ଇଂରାଜୀର ଦିଆଯିବ କ୍ଲାସ୍ 6 ପାଇଁ। ତାପରେ ତୃତୀୟ ସପ୍ତାହରେ ସାହିତ୍ୟ, ଗଣିତ, ସାମାଜିକ ବିଜ୍ଞାନର ଦିଆଯିବ। ତାପରେ ଚତୁର୍ଥ ସପ୍ତାହରେ ଗଣିତ, ବିଜ୍ଞାନ, ଇଂରାଜୀର ଦିଆଯିବ।
पंचम सप्ताह साहित्य गणित सामाजिक विज्ञान दिज्व एवं षष्ठ सप्ताह गणित विज्ञान इंग्राजी असाइनमेंट दिज्व आमर क्लास 6 पाई। तापर क्लास 7 बा ग्रेड 7 पाई देखो प्रथम सप्ताह साहित्य गणित सामाजिक विज्ञान दिज्व तो पाखापाखि 6, 7, 8 प्राय सामान अच्छी देखो 6, 7, 8 पाई असाइनमेंट वर्कटा सेम अच्छी कौ सप्ताह प्रथम सप्ताह जहाँ अच्छी 6 रे जहाँ अच्छी 7 रे ताहा अच्छी आउ 8 रे भी ताहा अच्छी द्वितीय सप्ताह 6 रे जहाँ अच्छी 7 रे भी ताहा अच्छी 8 रे भी ताहा अच्छी ठीक अच्छे से भाई ना 7 तापर चतुर्थ सप्ताह सेम अच्छी 6, 7, 8 सेम सब्जेक्ट सेम ना सेम वीक्रे सेम अच्छे से किसी असुविधा हे ना। तो आउ थे समस्त को मन पकड़ लगी चाहे जे ना यही हॉलीडे होमवर्क ना एक क्लास 1 2 3 पाई सप्ताह को 2 थर आउ क्लास 5 to 8 पाई सप्ताह को 3 थर अच्छी किंतु केउ दिन सेटा मेंशन है नहीं ठीक अच्छे। तो ये वीडियोटी भल लगुव ताले आम वीडियोटी को लाइक करेंगे और चैनल टी निहाती सब्सक्राइब करेंगे रखिए कारण आम सब एजुकेशनल संबंधी वीडियो ही आपण रखुअछु। धन्यवाद।